ଆଜିର କାମ ହେଉଛି ଘର ଆଗଟା ସଫା କରିବା। ବହୁତ ନୁଙ୍ଗୁରା ହେଇଛି, ଯେଉଁଥିପାଇଁ ଏଇଟା କିଛି କରି ହେଉନି। ସାମ୍ନାଟା ବହୁତ ଅପରିଷ୍କାର ଦେଖାଯାଉଛି। ସେଇ ଜାଗାଟା ପୁରା ସାମ୍ନାଟା କେବଳ ହେଇଛି ଦେଖିନିଅନ୍ତୁ। ପୁରା ଏଇ ଜାଗାଟାକୁ ପୁରା ପରିଷ୍କାର କରିବା, କାରଣ ଘର ସାମ୍ନାଟା କାମ ସରିଲା ପରେ ଅପରିଷ୍କାର ଦେଖାହେଉଛି, ବହୁତ କଦର୍ଯ୍ୟ ଦେଖାଯାଉଛି। ତାକୁ ଆଜି ସଫାସଫି କରିକି ଆପଣମାନଙ୍କୁ ଦେଖେଇବା। ସକାଳୁ ସକାଳୁ କୋଦାଳ ଧରିକି ପୁରା ଲାଗିବନି ଫଟାଫଟ ହେଇକି, ପୁରା ସଫା କରିକି ତାକୁ ପୁରା ସାଇଜ୍ ପୁରା କରତେ ପଡ଼ିବ। ନିହାତି ଜାଗାଟା ଗୁଣ୍ଠେ ଜମି ହେଇଯିବ। ଭାଇ ଘର କତର ରହିଲେ ଭାବୁଛ କାମ ନାହିଁ ବୋଲି, ବହୁତ କାମ। ଘର କତର କିଟିକିଟିଆ କାମ, ବହୁତ ବହୁତ କାମ। ପରିଷ୍କାରଟା ପୁରା ଦେଖିନିଅନ୍ତୁ କେଉଁ ଭଳିଆ ଦେଖାହେଉଛି, ଜାଗାଟା କେମିତି ଦେଖାହେଉଥିଲା, କେମିତି ଦେଖାହେଉଛି ଆପଣମାନେ ନିହାତି କମେଣ୍ଟରେ ଜଣାଇବେ। ପୁରା ଦେଖନ୍ତୁ, ଆଉ ଟିକେ ଝାଡ଼ୁପୁଛ କରିବା, ଝାଡ଼ୁ ଟିକେ ଲଗାଇଦେବା, ପରିଷ୍କାର କରିଦେବା। ଆପଣମାନେ ତାପରେ ଦେଖେଇଦେବି ଭିଡ଼ିଓ କେମିତି। ଭାଇ ଘର କତର ତୁମେ ରହିବ, ବାଡ଼ ବୁଜା କତରୁ ଖଳା ବାଡ଼ି ଘର ସଫାସଫି ନ କଲେ ଘର ଦ୍ୱାର ପୁରା ଅପରିଷ୍କାର ଦେଖାଯିବ। ସେଥିପାଇଁ ଦେଖିନିଅନ୍ତୁ ଜାଗାଟା କେମିତି ଦେଖାହେଉଥିଲା, କେମିତି ଦେଖାହେଉଛି ଆପଣ ନିହାତି କମେଣ୍ଟରେ ଜଣାଇବେ। ଆଉ ଚମଡ଼ା ହାତ ଯେଉଁ ଜାଗାରେ ଲାଗିବ ଭାଇ ସେ ଜାଗା ସବୁ ପରିଷ୍କାର ହେବ।